ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ରହିଛି ଏକ ଖୁସି ଖବର। ଯଦି ଆପଣ ଏବେ ଜୋରଦାର ପ୍ରିପାରେସନ କରୁଛନ୍ତି ମାଟ୍ରିକ ପରୀକ୍ଷା ଦେବା ପାଇଁ, ତାହେଲେ ଏଇ ଭିଡିଓଟି ଖାସ କରି ଆପଣଙ୍କ ପାଇଁ। କାହିଁକି ନା ଏଇ ଭିଡିଓରେ ମୁଁ ଆପଣଙ୍କୁ ଏମିତି କିଛି ପ୍ରୋଭାଇଡ କରିବାକୁ ଯାଉଛି ଯାହାକି ଆପଣ ଶୁଣିଲା ପରେ ଏବଂ ଜାଣିଲା ପରେ ନିହାତି ଭାବରେ ଖୁସି ହେବେ। କାହିଁକି ନା ଆପଣ ଜାଣିଥିବେ ବର୍ଷ ସାରା ଆପଣ ମାଟ୍ରିକ ପରୀକ୍ଷା ପାଇଁ ପ୍ରିପାରେସନ ହେଇଛନ୍ତି, କିନ୍ତୁ ଯଦି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କୁ ମିସ୍ କରୁଛନ୍ତି ତାହେଲେ କିଛି ଲାଭ ନାହିଁ। ମାନେ ଆପଣଙ୍କୁ ନିହାତି ଭାବରେ ଏବେ ଯୋଉ ଟାଇମ ଅଛି ଏଇ ଟାଇମରେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆନ୍ସର ସବୁ ପ୍ରାକ୍ଟିସ କରିବାକୁ ପଡିବ। ତ ଏବେ ଆପଣଙ୍କୁ ଆବଶ୍ୟକ ରହିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ର। ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କେମିତି ପାଇବେ ଯଦି ଜାଣି ନାହାନ୍ତି ତାହେଲେ ଏଇ ଭିଡିଓଟିକୁ ପ୍ରଥମରୁ ଶେଷ ଯାଏଁ ଦେଖି ନିଅନ୍ତୁ। ଏଇ ଭିଡିଓରେ ମୁଁ ଆପଣଙ୍କୁ ଜଣାଇଦେବି। ଆଉ ଡେରି କରିବାନି, ଫଟାଫଟ ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲରେ କ୍ଲିକ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଫାଷ୍ଟ ଆପଣ ଆପଣଙ୍କ ମୋବାଇଲରେ ଥିବା ଗୁଗଲ ପ୍ଲେ ଷ୍ଟୋର ଆପ୍ଲିକେସନକୁ ଓପନ କରିବେ। ତାପରେ ଓଡ଼ିଆ କ୍ୱେଶ୍ଚିନ୍ ବ୍ୟାଙ୍କ ଆପଣ ଟାଇପ କରିକି ସର୍ଚ୍ଚ କରିଦେବେ। ସର୍ଚ୍ଚ କରିବା ପରେ এই ଆପ୍ଲିକେସନଟା ଆସିଯିବ। ମୁଁ এই ଆପ୍ଲିକେସନର ଲୋଗୋ ବି ଆପଣଙ୍କୁ ଦେଖେଇ ଦଉଛି। ତ ଏଇ ଟାଇପର କିଛି ଲୋଗୋ ଥିବ। ତ ଆପଣ এই ଆପ୍ଲିକେସନଟାକୁ ଫାଷ୍ଟ ଇନଷ୍ଟଲ କରିବେ। ଇନଷ୍ଟଲ କରିବା ପରେ ଏଠି ଓପନ କରିଦେବେ। ଓପନ କରିବା ପରେ ଏଇ ଟାଇପର କିଛି ଆପଣ ଷ୍ଟାର୍ଟିଂରେ ଦେଖିବାକୁ ପାଉଥିବେ। ଦେଖନ୍ତୁ ମାଟ୍ରିକ ପରୀକ୍ଷା ବୁକଲେଟ ପ୍ରଶ୍ନପତ୍ର ଲେଖା ଯାଇଛି। ଏଠି ରହିଛି ହାପି ଇୟରଲି ନ୍ୟୁ ପ୍ୟାଟର୍ନ 2023-24। ତାପରେ ଏଠି ଦେଖିବା ପାଉଥିବେ ପ୍ରି ବୋର୍ଡ পেপারস বাই ওস্টা। তো এই দুইটা जो রয়েছে ওস্টার ହେଲା। ତ ଆପଣ ଚାହିଁଲେ ଗୋଟେ ପରେ ଗୋଟେ କ୍ଲିକ୍ କରିକି ବି ଡିଟେଲ୍ସ ଚେକ୍ କରିପାରିବେ ଏବଂ ଆପଣ ଏଠି କ୍ୱେଶ୍ଚିନ୍ ଯାକ ଦେଖି ବି ପାରିବେ। ତ ଏଇଠି ଆପଣ ଆହୁରି ସ୍କ୍ରଲ୍ କଲେ ଦେଖିବାକୁ ପାଇଯିବେ 2022 ର essay 1 ଯୋଉ ଏକ୍ସାମ ହେଇଥିଲା ତାର କ୍ୱେଶ୍ଚିନ୍ ସବୁ ଏଠି ଆପଣଙ୍କୁ ମିଳିଯିବ। ଏଠି ଆପଣଙ୍କୁ ସବଜେକ୍ଟ ୱାଇଜ ମିଳିଯିବ। ତା ସହିତ ଏଠି 2023 ର essay 2 ଏକ୍ସାମ ଯୋଉ ହେଇଥିଲା ତାର ମଧ୍ୟ କ୍ୱେଶ୍ଚିନ୍ ମିଳିଯିବ ଏଠି। ତାପରେ ଆପଣ ଆହୁରି ସ୍କ୍ରଲ୍ କଲେ ଦେଖିବା ପାଇଯିବେ 2021 ର ଆସିଯାଉଛି। ତାପରେ 2022 essay 2 ର ବି ଅଛି। ତାପରେ ମାଟ୍ରିକ 2019 ର ଅଛି। ତାପରେ 2018 ର ଅଛି, 2017 ଅଛି, 2016 ଅଛି। ଆହୁରି ସ୍କ୍ରଲ୍ କଲେ ଆପଣ ଦେଖିବା ପାଉଥିବେ 2020 ର ଅବଜେକ୍ଟିଭ ସେକ୍ସନ ଏଠି ଦେଖିବା ପାଉଥିବେ ସବଜେକ୍ଟ ୱାଇଜ ରହିଛି। ତାପରେ ଆହୁରି ସ୍କ୍ରଲ୍ କଲେ ଦେଖିବା ପାଉଥିବେ 2020 ର ସବଜେକ୍ଟିଭ ସେକ୍ସନ ବି ଏଠି ରହିଛି। ତ ଆପଣ ଗୋଟେ ପରେ ଗୋଟେ କ୍ଲିକ୍ କରି କରି ଆପଣ ଚେକ୍ କରିପାରିବେ କଣ କଣ ସବୁ କ୍ୱେଶ୍ଚିନ୍ ରହିଛି। ମୁଁ ଆପଣଙ୍କୁ ଗୋଟେ କ୍ଲିକ୍ କରିକି ଦେଖେଇ ଦଉଛି। ଯୋଉ ଓଷ୍ଟାର ଥିଲା ଗୋଟେ ଫାଷ୍ଟ ମୁଁ ଆର ଉପରେ କ୍ଲିକ୍ କଲି। ଦେଖନ୍ତୁ ମୁଁ କ୍ଲିକ୍ କରିବା ପରେ କିଛି ଲୋଡିଂ ଚାଲିଛି ଉପରେ ହେଲା। ଲୋଡିଂ ଚାଲିବ ତ ଆପଣ କିଛି ସମୟ ୱେଟ୍ କରିନେବେ। ତାପରେ ଆପଣ ଏଇ ଟାଇପର କିଛି ଦେଖିବାକୁ ପାଉଥିବେ। ତ ଏଇଠି ଦେଖି ନିଅନ୍ତୁ ଇୟର ଅଛି 2024 ସିଲେକ୍ଟ ହେଇକି ଅଛି। ଆପଣ ଚାହିଁଲେ ଏଠି ଇୟର ବି ଚେଞ୍ଜ କରିପାରିବେ। 2023 ବି ଅଛି ହେଲା। ତ ଆପଣ ଇୟର ଚେଞ୍ଜ କରି ସବଜେକ୍ଟ ୱାଇଜ ଆପଣ କ୍ୱେଶ୍ଚିନ୍ ସବୁ ଦେଖିପାରିବେ। ମୁଁ ଫାଷ୍ଟ ଗୋଟେ କ୍ଲିକ୍ କରିକି ଆପଣଙ୍କୁ ଦେଖେଇ ଦଉଛି। ମୁଁ ଏବେ ଫାଷ୍ଟ ଲାଙ୍ଗୁଏଜ ଓଡ଼ିଆରେ କ୍ଲିକ୍ କଲି। କ୍ଲିକ୍ କରିବା ପରେ କିଛି ଲୋଡିଂ ନେଲା। ତ ଆପଣ ୱେଟ୍ କରିବେ। ୱେଟ୍ କଲା ପରେ ଲୋଡିଂ ନେଇକି ଏଇଟା ଓପନ ହେଇଯିବ ହେଲା। ତ ଆପଣ ଏଇଠି କ୍ୱେଶ୍ଚିନ୍ ସବୁ ଦେଖିବାକୁ ପାଉଥିବେ। କପିରାଇଟ ଅଷ୍ଟା ଲେଖା ହେଇଛି, ଏଟା ଅଷ୍ଟାର କ୍ୱେଶ୍ଚିନ୍। ଆପଣ ଅଲଗା ବି କ୍ୱେଶ୍ଚିନ୍ ଦେଖିପାରିବେ, କେବଳ ଅଷ୍ଟାର ନୁହେଁ। ଅଷ୍ଟାର କେବଳ ଦୁଇଟା ସେକ୍ସନ ରହିଛି। ମୁଁ ଯେମିତି ଫାଷ୍ଟ କହୁଥିଲି ପେଜ ଚେଞ୍ଜ କରିବା ପାଇଁ ଏଠି ଆପଣ ଆଇକନ ଦେଖିବାକୁ ପାଉଥିବେ ହେଲା। ମୁଁ ୟାର ଉପରେ କ୍ଲିକ୍ କଲି। କ୍ଲିକ୍ କଲା ପରେ ସେକେଣ୍ଡ ପେଜ ଟି ଚେଞ୍ଜ ହେଇଗଲା। ତ ଏଇଭଳି ଭାବରେ ଆପଣ ପେଜ ଚେଞ୍ଜ କରି କରି ଦେଖିପାରିବେ। ଓକେ, ତ ମୁଁ ଏବେ ପୁରା ବେକ୍ କରି ଆସିଗଲି। ମୁଁ ଆଉ ଗୋଟେ ଦେଖେଇ ଦଉଛି 2022 essay 1 ର। ଓକେ, ତ ମୁଁ ଏବେ କ୍ଲିକ୍ କଲି। କ୍ଲିକ୍ କରିବା ପରେ ଏଠି ଦେଖନ୍ତୁ ସବଜେକ୍ଟ ସବୁ ରହିଛି। ଫାଷ୍ଟ ଲାଙ୍ଗୁଏଜ ଓଡ଼ିଆ ଅଛି, ଇଂଲିଶ ଅଛି, ତାପରେ ମ୍ୟାଥ ଅଛି, ଜେନେରାଲ ସାଇନ୍ସ ଅଛି, ସୋସିଆଲ ସାଇନ୍ସ ଅଛି। ତ ଦେଖନ୍ତୁ ମୁଁ ଏବେ ସାଇନ୍ସ ରେ କ୍ଲିକ୍ କରିକି ଦେଖୁଛି। ସାଇନ୍ସ ରେ କ୍ଲିକ୍ କରିବା ପରେ ଏଠି ଓପନ ଆସିଗଲା। ମୁଁ ଓପନ ରେ କ୍ଲିକ୍ କରୁଛି। ଓପନ ରେ କ୍ଲିକ୍ କରିବା ପରେ କିଛି ଲୋଡିଂ ଚାଲିଛି। ମୁଁ ୱେଟ୍ କରିନେଲି। ତାପରେ ଦେଖିବା ପାଉଥିବେ ଆସିଗଲା ଏଠି। ଏଠି ଦେଖନ୍ତୁ ପେଜ ଚେଞ୍ଜ କରିବା ପାଇଁ ମୁଁ ଯେମିତି କହିଥିଲି ଆଇକନରେ କ୍ଲିକ୍ କରିବାକୁ, ଏଠି କ୍ଲିକ୍ କରି କରି ଆପଣ ନେକ୍ସଟ ପେଜ ଚେଞ୍ଜ କରି କରି କ୍ୱେଶ୍ଚିନ୍ ଯାକ ଦେଖିପାରିବେ। ତ ଆପଣ ଦେଖନ୍ତୁ ଆପଣଙ୍କ ସିଲାବସ ଅନୁଯାୟୀ ଯେଉଁ ଯେଉଁ କ୍ୱେଶ୍ଚିନ୍ ଏଇଠି ସବୁ ରହିଛି ହେଲା, ସେଇ ସବୁ ତ ଆପଣ ଜାଣିପାରିବେ ନା, କାହିଁକିନା ଅଲରେଡି ଆପଣ ପଢି ସାରିଛନ୍ତି ବହି। କିନ୍ତୁ ଏବେ ଆପଣଙ୍କର ଟାଇମ ଯୋଉ ରହିଛି ପ୍ରାକ୍ଟିସ କରିବା ପାଇଁ। ତ ପ୍ରିଭିୟସ ଇୟର ର କ୍ୱେଶ୍ଚିନ୍ ଯାକ ଆପଣ ଦେଖିବେ ଏବଂ ଆପଣଙ୍କ ସିଲାବସ ଅନୁଯାୟୀ ଯୋଉ ଯୋଉ କ୍ୱେଶ୍ଚିନ୍ ଯାକ ରହୁଛି ସେ ସବୁକୁ ଆପଣ ପ୍ରାକ୍ଟିସ କରିଦେବେ। ଓକେ, ଏବେ ତ ଆପଣ ଜାଣି ସାରିଲେ କେମିତି କଣ ଆପଣ କ୍ୱେଶ୍ଚିନ୍ ପାଇବେ। ସବୁ ଯାକ ପିଡିଏଫ ଆଭେଲେବଲ ରହିଛି। ଆପଣ କେବଳ ଆପ୍ଲିକେସନ ଇନଷ୍ଟଲ କରନ୍ତୁ ଏବଂ ଏଇଠି ଯାହା ଯାହା କ୍ୱେଶ୍ଚିନ୍ ରହିଛି ସେ ସବୁ ଆପଣ ପ୍ରାକ୍ଟିସ କରନ୍ତୁ। ଆଇ ହୋପ ଏଇ ଭିଡିଓଟି ହେଲ୍ପଫୁଲ ହେଇଥିବ, କାହିଁକି ନା ଏବେ ଯୋଉ ଆପଣଙ୍କ ପ୍ରାକ୍ଟିସ ଟାଇମରେ ଆପଣଙ୍କୁ ଯୋଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ର ନିଡ୍ ଥିଲା ଏବେ ଆପଣଙ୍କୁ ମିଳିଯାଇଛି এই ଆପ୍ଲିକେସନକୁ ଇନଷ୍ଟଲ କରି ଆପଣ ସବୁ କ୍ୱେଶ୍ଚିନ୍ ପ୍ରାକ୍ଟିସ କରିପାରିବେ। ଭିଡିଓଟି କିଛି ହେଲ୍ପଫୁଲ ହେଇଥିଲେ ଲାଇକ୍ କରିବେ, ତା ସହିତ ସେୟାର କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲରେ କ୍ଲିକ୍ କରି ରଖିନେବେ। ସମସ୍ତଙ୍କୁ ମାଟ୍ରିକ ଏକ୍ସାମ ପାଇଁ ଅଲ ଦ ବେଷ୍ଟ। ଥ୍ୟାଙ୍କ ୟୁ ଫର ୱାଚିଂ।